ଶିଆଳ ଥରକୁ ଥର ସେମିତି କହିଲା, ହେଲେ ଗୁମ୍ଫାଠାରୁ କିଛି ଉତ୍ତର ନାହିଁ। ଏଥର ଶିଆଳ କହିଲା, ଗୁମ୍ଫାରେ ତୁ ତ ମୋତେ ଡାକୁନୁ, ମୁଁ ଏଥର ଚାଲିଲି। ବାଘ ଭାବିଲା, ଆରେ ଏ ଶିଆଳ କ'ଣ ଯାଉଛି, ମୁଁ ପୁଣି ଖାଇବି କ'ଣ? ତାପରେ ସେ ସମ୍ଭାଳି ନ ପାରି ତାର ଘଡ଼ଘଡ଼ିଆ ଗଳାରେ କହିଲା, ଆରେ ଶିଆଳ ଆ, ମୋ ଭିତରେ ଶୋଇବୁ ଆ। ଆସନ୍ତୁ ଶୁଣିବା ବାଘ ଆଉ ଶିଆଳର ଗୋଟିଏ ସୁନ୍ଦର କାହାଣୀ। ସେଦିନ ବାଘ ମାମୁଁର ମନ ଠିକ୍ ନଥାଏ। ସକାଳୁ ଉଠିଲା ଟିକେ ଡେରିରେ, ତେଣୁ ସବୁ କାମ ଡେରି ହେଲା। ତାପରେ ବାଘ ଜଙ୍ଗଲ ଭିତରକୁ ଗଲା। ଚାରିଆଡ଼ ଶିକାରଟିଏ ଖୋଜିଲା। ବାଘ ଛପି ଛପିକା ବୁଲିଲା, କୋଉଠି ଶିକାରଟେ ମିଳିଯିବ ପରା। ଜୀବଜନ୍ତୁମାନେ ନିଜ କାମ ସାବଧାନତାରେ କରି ନିରାପଦ ଜାଗା ଚାଲିଯାଆନ୍ତି। କିଏ ବା ଚାହେଁନି ସୁଖ ସୁବିଧାରେ ରହିବ। ବାଘ ତ ବୁଲୁଛି, ସାରା ଜଙ୍ଗଲକୁ 3-4 ଥର ବୁଲି ସାରିଲାଣି। ଆଶ୍ଚର୍ଯ୍ୟର କଥା, ହରିଣ, କୁଟୁରା କି ସମ୍ବର ତ ଦୂରର କଥା, ଗୋଟେ ଗୁଣ୍ଡୁଚି ମୂଷା କି ନେଉଳ ଆଗରେ ପଡ଼ିଲାନି। ବିଚରା ବାଘ ନିରାଶ ହୋଇଗଲା। ଏଣେ ଉପରେ ସୂର୍ଯ୍ୟ ଦେବତା ବଡ଼ ନିଷ୍ଠୁର। ସେ ଜୋରରେ କିରଣ ଢାଳୁଛନ୍ତି। ଜଙ୍ଗଲଟା ତାତି ଯାଉଛି। ଭୋକିଲା ପେଟରେ ଉପରେ ପୁଣି ତାତି। ଉପର ତାତିକୁ ବଣ ବୁଲା। ବାଘଟି ନାକେ ଦମ ହୋଇଗଲାଣି। ତା ଗୋଡ଼ ଲଡ଼ବଡ଼ ହେଲା। ଏତେ ଲମ୍ବାର ଜିଭଟିଏ କାଢ଼ି ଧକେଇଲା। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ନା ରେ ବାବା, ଆଉ ବୁଲାବୁଲି କଲେ ଚଳିବନି, କୋଉଠି ଟିକେ ବିଶ୍ରାମ ନେଇଯାଏ। ବାଘ ଚାରିଆଡ଼େ ଆଖି ବୁଲାଇଲା। ପାହାଡ଼ ତଳେ ବଡ଼ ବଡ଼ ଗଛ। ସେହି ଗଛଗୁଡ଼ିକ ତଳେ ଚାରି କାତ ମେଲାଇ ବାଘଟି ଆରାମ କଲା। ତାପରେ ଭାବିଲା, ଯାଉଛି ଆଉ ଘେରାଏ ବୁଲି ଆସେ, ଯଦି କିଛି ଶିକାର ମିଳିଯିବ। ହେଲେ କିଛି ଶିକାର ନ ପାଇ ମୁଣ୍ଡକୁ ବାଡ଼େଇଲା। କି ଭାଗ୍ୟ ଆଜି! ତାପରେ ବାଘ ଦେଖିଲା, ଦୂର ପାହାଡ଼ ତଳେ ଗୋଟିଏ ଗୁମ୍ଫାଟିଏ ଦିଶୁଛି। ସେହିଠିକି ଧାଇଁଗଲା। ଏଥର ମନଟା ତାର ଖୁସି ହୋଇଗଲା। ଜରୁର ଏ ଗୁମ୍ଫା ଭିତରେ କୋଉ ଜୀବ ରହେ, ସେ ଯେମିତି ହେଲେ ଆସିବ। ମୁଁ ୟା ଭିତରେ ଲୁଚି ରହିବି। ବାଃ, ବହୁତ ଭଲ ହେବ। ଜୀବଟି ଯେମିତି ଆସିବ, ମୁଁ ତାକୁ ମାଡ଼ି ବସିବି। ତାପରେ ପେଟ ଭରା ଭୋଜନ ଖାଇବି। ବାଘର ନିରାଶ ମନରେ ନୂଆ ଆଶା ଜାଗି ଉଠିଲା। ବାଘ ସେହି ଗୁମ୍ଫା ଭିତରେ ଲୁଚି ରହିଲା। ସନ୍ଧ୍ୟା ହେଲା। ଜଙ୍ଗଲଟା ଖରାରୁ ଟିକେ ତ୍ରାହି ପାଇଲା। ଥଣ୍ଡା ଥଣ୍ଡା ଲାଗିଲା। ବାଘକୁ ଟିକେ ଭଲ ଲାଗିଲା। ସେ ଗୁମ୍ଫାରେ ଶୋଇ ପଡ଼ିଲା। ରାତି ବଢ଼ି ବଢ଼ି ଚାଲିଲା। ହଠାତ୍ ତାର ଗୁମ୍ଫା ପାଖରେ କିଛି ଖସ୍ ଖସ୍ ଶବ୍ଦ ଶୁଭିଲା। ବାଘ ତାର କାନକୁ ଟେକି ଚାରିଆଡ଼ ଅନାଇଲା। ପ୍ରକୃତରେ ସେହି ଗୁମ୍ଫାରେ ରହୁଥାଏ ଗୋଟିଏ କୋକିଶିଆଳୀ। କୋକିଶିଆଳୀ ଯାଇଥିଲା ଆହାର ଖୋଜି। ସେଦିନ ବେଶ ଦୂରକୁ ଚାଲି ଯାଇଥିଲା। ସେଇଥିପାଇଁ ଗୁମ୍ଫାକୁ ଆସିବାକୁ ଟିକେ ଡେରି ହୋଇଗଲା। ସେ ଯେତେବେଳେ ଗୁମ୍ଫା ପାଖକୁ ଆସିଲା, ଦେଖିଲା ବାଘର ପାଦ ଚିହ୍ନ ଗୁଡ଼ାକ ପଡ଼ିଛି। ସେ ଚମକି ଗଲା। ଆରେ ବାବା, ବାଘଟେ ଆସିଥିଲା କି? ଅଛି କି ଗୁମ୍ଫାରେ? ଅସମ୍ଭବ କ'ଣ? ହାତେ ମାପି ଚାଖଣ୍ଡେ ଚାଲିବା ଭଲ। ଏୟା ଭାବି ସେ ଗୁମ୍ଫା ଭିତରେ ପଶିଲାନି। ବାଘର ଦେହ ଗନ୍ଧ ତ ଯେମିତି ସେ ବାରିଛି। ଦେ ଦୌଡ଼। କିଛି ବାଟରେ ରହି ଅପେକ୍ଷା କଲା। ସତରେ ବାଘ ଅଛି କି ତା ଭିତରେ? କୋକିଶିଆଳୀ ମୁଣ୍ଡରେ ଗୋଟିଏ ବୁଦ୍ଧି ଜୁଟିଲା। ସେ ଭାବିଲା, ମୁଁ ପରୀକ୍ଷା କରି ଦେଖେ, ସତରେ ଗୁମ୍ଫା ଭିତରେ ବାଘ ଅଛି କି ନାହିଁ। ତାପରେ ସେ ସେଇଠି ଥାଇ କହିଲା, ଓ ଗୁମ୍ଫା ଭାଇ, ସବୁଦିନେ ତ ମୋତେ ଦେଖି କେତେ ଖୁସି ହଉ, ସାଙ୍ଗ ବୋଲି ଡାକୁ, ଆଜି କ'ଣ ଗୁମସମ୍? ଆଜି ତୋର କ'ଣ ହେଇଛି କି ଗୁମ୍ଫା ଭାଇ? ଶିଆଳର କଥା ଶୁଣି
ବାଘ ଅଡ଼ୁଆରେ ପଡ଼ିଲା। ସେ ଭାବିଲା, କ'ଣ ଏ ଗୁମ୍ଫା ପୁଣି ତାକୁ ଶଙ୍ଖୁଳିଥିଲା? ମୁଁ ଯଦି ପାଟି କରେ, ଶିଆଳ ଚମକି ପଡ଼ିବ, ଭାଗିବ। ସେ ଜାକି ମାଡ଼ି ଚୁପ୍ ରହିଲା। ଶିଆଳ କିନ୍ତୁ ଥରକୁ ଥର ସେମିତି କହିଲା। ଗୁମ୍ଫାଠାରୁ କିଛି ଉତ୍ତର ନାହିଁ। ଏଥର ଶିଆଳ କହିଲା, ଗୁମ୍ଫାରେ, ତୁ ତ ମୋତେ ଡାକୁନୁ, ମୁଁ ଏଥର ଚାଲିଲି। ବାଘ ମନେ ମନେ ଭାବିଲା, ମୁଁ ଯଦି ୟାକୁ ନ ଡାକିବି ଏ ନିଶ୍ଚୟ ପଳେଇବ। ପାଖକୁ ଆସୁଥିବା ଶିକାରଟା ଆଜି ହାତ ଛଡ଼ା ହୋଇଯିବ। ତେଣୁ ବାଘ ଆଉ ଡେରି ନ କରି ତାର ଘଡ଼ଘଡ଼ିଆ ଗଳାରେ ଡାକିଲା, ଆରେ ଶିଆଳ, ଆ ମୋ ଭିତରକୁ ଆ, ଶୋଇବୁ ପରା। ବାଘ ଡାକରେ ଭୂଇଁ ଥରି ଉଠିଲା। ଶିଆଳର ଛାତି ଉଠିଲା ଆଉ ପଡ଼ିଲା। ଆଉ ସେଠାରେ କ'ଣ ଶିଆଳ ଅଛି? ଭାଗରେ ଭାଗ। ଛେରି ମୁଦି ଶିଆଳ ଜଙ୍ଗଲକୁ ଦୌଡ଼ି ପଳାଇଲା।